ହାଏ ପିଲାମାନେ, ଚାଲ ଆଜି ଆମେ ଭାଷା ମହକ ଚତୁର୍ଥ ଶ୍ରେଣୀ ଓଡ଼ିଆ ବହିର ପାଠ 5 ଓଡ଼ିଶା ମୋର ଦେଶର ଆମେ ପଢ଼ି ଦେଇଥିଲେ ନେକ୍ସଟ ଭିଡ଼ିଓରେ। ବର୍ତ୍ତମାନ ଚାଲ ତାର କ୍ୱେଶ୍ଚିନ୍ ଆନ୍ସର କରିବା। ଦେଲା ଆସ କଥା ହେବା। ଆମ ରାଜ୍ୟର ନାମ କାହିଁକି ଓଡ଼ିଶା ରଖାଗଲା? ତାହେଲେ ତାର ଆନ୍ସର ଦେଖ, ମୁଁ ଏଠି ଖାତାରେ ଲେଖିଦେଇଛି। ପ୍ରାଚୀନ କାଳରେ, ଏଠି ଆନ୍ସର ଲେଖିଲି, ପ୍ରାଚୀନ କାଳରେ ପ୍ରାଚୀନ କାଳରେ ଆମର କଣ ହେଇଥିଲା? ଏହି ଅଞ୍ଚଳରେ ବାସ କରୁଥିବା, ପ୍ରାଚୀନ କାଳରେ ଏହି ଅଞ୍ଚଳରେ ବାସ କରୁଥିବା ଓଡ୍ର ଜାତି ବା ଓଡ୍ର ଦେଶ ଅନୁସାରେ ଆମ ରାଜ୍ୟର ନାମ ଓଡ଼ିଶା ରଖାଗଲା। ଦୁଇ ନମ୍ବର ହେଲା, କାହାର ପାହାଡ଼ମାଳା ପାଚେରୀ ପରି ଦିଶେ? ତା ଉତ୍ତର ହବ କଣ ନା ଗଡ଼ଜାତ ଅଞ୍ଚଳର ଥିବା ପାହାଡ଼ମାଳା ପାଚେରୀ ପରି ଦିଶେ। 3 ନମ୍ବର କ୍ୱେଶ୍ଚିନ୍ ପିଲେ, ଚିଲିକା ହ୍ରଦ କେଉଁଠାରେ ଅଛି? ତାହେଲେ ଚିଲିକା ହ୍ରଦ କେଉଁଠାରେ ଅଛି? ନା ଚିଲିକା ହ୍ରଦ ଲେଖିବା ତାର କଣ? 3 ନମ୍ବର ଆନ୍ସର, ଚିଲିକା ହ୍ରଦ ଓଡ଼ିଶାର ପୁରୀ, ଖୋର୍ଦ୍ଧା ଏବଂ ଗଞ୍ଜାମ ଜିଲ୍ଲାରେ ଅବସ୍ଥିତ। ତାହେଲେ ଚିଲିକା ହ୍ରଦଟା କୋଉଠି? ନା ଓଡ଼ିଶାର ପୁରୀ, ଖୋର୍ଦ୍ଧା ଏବଂ ଗଞ୍ଜାମ ଜିଲ୍ଲାରେ ଅବସ୍ଥିତ ଅଟେ। ତାପରେ 4 ନମ୍ବର କ୍ୱେଶ୍ଚିନ୍ ଦେଖ, ଓଡ଼ିଶାର ବଡ଼ ନଦୀର ନାମ କଣ? ତାହେଲେ ପିଲାମାନେ ଏଇଟା ସମସ୍ତେ ଜାଣିଛ, ଓଡ଼ିଶାର ବଡ଼ ନଦୀର ନାମ କଣ? ନା ମହାନଦୀ। ତାହେଲେ ଆମେ ଲେଖିବା 4 ନମ୍ବର ଏଠି ଆନ୍ସର, ନା ଓଡ଼ିଶାର ବଡ଼ ନଦୀର ନାମ କଣ? ମହାନଦୀ। ହେଲା, ତାହେଲେ ଆମ ଓଡ଼ିଶାର ବଡ଼ ନଦୀର ନାମ କଣ? ନା ମହାନଦୀ। ତାହେଲେ ତାପରେ କ୍ୱେଶ୍ଚିନ୍ ଦେଲା ପିଲେ କଣ? ଆମ ରାଜ୍ୟର କଣ ଦେଖି ଅନ୍ୟମାନେ ଝୁରି ମରନ୍ତି? ଆମ ରାଜ୍ୟର କଣ ଦେଖିକି ଅନ୍ୟମାନେ ଝୁରି ମରୁଛନ୍ତି? 5 ନମ୍ବର ଆନ୍ସର ହବ କଣ? ନା ଆମ ରାଜ୍ୟରେ ଥିବା ଚିଲିକା ହ୍ରଦ, ଆମ ରାଜ୍ୟରେ ଥିବା ଚିଲିକା ହ୍ରଦ, ଭୁବନେଶ୍ୱର, ପୁରୀ ଓ କୋଣାର୍କରେ ଥିବା ଦେଉଳକୁ ଦେଖି ଅନ୍ୟମାନେ ଝୁରି ମରୁଛନ୍ତି। ହେଲା, ତାହେଲେ କଣ? ନା ଆମ ରାଜ୍ୟର ଥିବା ଚିଲିକା ହ୍ରଦ, ଭୁବନେଶ୍ୱର, ପୁରୀ ଏବଂ କୋଣାର୍କରେ ଥିବା ଦେଉଳକୁ ଦେଖି ଅନ୍ୟମାନେ କଣ? ନା ଝୁରି ମରୁଛନ୍ତି। ତାପରେ କୁହାହେଲା କଣ? ଆମ ରାଜ୍ୟର 6 ନମ୍ବର କ୍ୱେଶ୍ଚିନ୍, ଆମ ରାଜ୍ୟର କେଉଁ କଥାଟି ଫେରାଇ ଆଣିବା ବୋଲି କୁହାଯାଇଛି? ତାହେଲେ ଆମର ରାଜ୍ୟର କଣ ଫେରାଇ ଆଣିବା? 6 ନମ୍ବର ଆନ୍ସର ହବ, ଓଡ଼ିଶାର ସୁଖ ସିରିକୁ ଫେରାଇ ଆଣିବୁ ବୋଲି କୁହାଯାଇଛି। ହେଲା, ତାହେଲେ କଣ ଫେରାଇ ଆଣିବା କଥା କୁହାଯାଇଛି? ନା ଓଡ଼ିଶାର ସୁଖ ସିରିକୁ ଫେରାଇ ଆଣିବା କଥା ଆମର କୁହାଯାଇଛି। ହେଲା, ତାପରେ ପିଲେ ଦେଲା କଣ ଦେଖ, ନା ଆମ ରାଜ୍ୟର ଯୋଉ ଆସ ଉତ୍ତର ଲେଖିବା। 1 ନମ୍ବର ବର୍ତ୍ତମାନ ଦେଲା, ଦେଖ କଣ ଦେଲା? ନା ଆମ ରାଜ୍ୟର ବିଭିନ୍ନ ତୀର୍ଥକ୍ଷେତ୍ର ସମ୍ପର୍କରେ ଜାଣିବା ଏବଂ ଏହାର ଅବସ୍ଥିତି ଲେଖିବା।
ତାପରେ ପିଲାମାନେ ଏଠି ଦେଲା ଦେଖ କଣ ନା ଜଗନ୍ନାଥ ମନ୍ଦିର। ଜଗନ୍ନାଥ ମନ୍ଦିର ପିଲେ କୋଉଠି ଅଛି? ମୁଁ ଲେଖିବି ପୁରୀ, ଆମର ବଡ ଦେଉଳ ନାମରେ ପରିଚିତ। ସେହିପରି ଲିଙ୍ଗରାଜ ମନ୍ଦିର, ଲିଙ୍ଗରାଜ ମନ୍ଦିର କୋଉଠି ଅଛି? ଭୁବନେଶ୍ୱର, ଭୁବନେଶ୍ୱର ହେଲା। ଆଉ ଏଇଟା କୋଣାର୍କ ମନ୍ଦିର କୋଉଠି ଅଛି? କୋଣାର୍କ ପୁରୀ ଜିଲ୍ଲାର କୋଣାର୍କ। ସେମିତି ସମଲେଶ୍ୱରୀ ମନ୍ଦିର ଆମର କୋଉଠି ଅଛି? ନା ସମ୍ବଲପୁର, ସମ୍ବଲପୁର। ସମଲେଶ୍ୱରୀ ମା ସମଲେଶ୍ୱରୀଙ୍କ ମନ୍ଦିର କୋଉଠି ଅବସ୍ଥିତ? ସମ୍ବଲପୁର। ହରିଶଙ୍କର ମନ୍ଦିର ସେମିତି କୋଉଠି ଅଛି? ବଲାଙ୍ଗୀର। ଯାଇଛ ପିଲାମାନେ ତୁମେ କେବେ ହରିଶଙ୍କର ଦେଖି? ଯିବ, ବହୁତ ସୁନ୍ଦର ଜାଗା। ତାହେଲେ ହରିଶଙ୍କର ମନ୍ଦିର କୋଉଠି ଅଛି? ନା ବଲାଙ୍ଗୀରରେ। 2 ନମ୍ବର ଦେଲା ପିଲେ ନିମ୍ନରେ ଶୂନ୍ୟସ୍ଥାନ ଥାଇ କେତୋଟି ବାକ୍ୟ ଲେଖାଯାଇଛି? ଏହାର ପାର୍ଶ୍ୱରେ ଥିବା କୋଠରୀ ମଧ୍ୟରୁ ଉପଯୁକ୍ତ ପଦ ବାଛି ଶୂନ୍ୟସ୍ଥାନ ପୂରଣ କର। କଣ ଦେଲା? ଏହି ଦେଶର ଡ୍ୟାସ ମୋର ଏହି ଦେଶର ବାସ। ତାହେଲେ ଏହି ଦେଶର ଏଠି କଣ ହବ? ଜନମ। ଏହି ଦେଶର ଜନମ ମୋର ଏହି ଦେଶରେ ବାସ। ମନରେ ବଳେ କରିପାରେ ମୁଁ ଦୁନିଆ, ଏଟା କଣ ହବ? ଟଳମଳ, ଟଳମଳ। ତାପରେ ଓଡ଼ିଆ ଘର ଭାତ ତିଅଣ, ଭାତ ତିଅଣ। ଓଡ଼ିଆ ପିଲା ପାଟି କେଡ଼େ ମଧୁର କି କଣ ହବ? କେଡ଼େ ମଧୁର କି ମନୋହର, କି ମନୋହର ଆମରି ଦେଶ କଥା, ଆମେ ଆଣିବୁ ଫେରାଇ ତାର ସୁଖ ସିରିର ଦିନ। ସୁଖ ସିରିର ଦିନ ହେଲା। ତାପରେ ପିଲାମାନେ ଚାଲ ଦେଖିବା ନେକ୍ସଟ 3 ନମ୍ବର। ସେ କଣ କହିଲା ନା ନିମ୍ନରେ କେତେ ଗୁଡ଼ିଏ ଦିଆଗଲା। କଣ ଦିଆଗଲା? ନା ପ୍ରତିଶବ୍ଦ ଦିଆଯାଇଛି। ଖାଲି ଥିବା ପାର୍ଶ୍ୱ କୋଠରୀରେ ଉପଯୁକ୍ତ ପ୍ରତିଶବ୍ଦ ବାଛି ଲେଖିବା। ତାହେଲେ ପିଲେ ଏଠି ବାସ ଅର୍ଥ କଣ? ନା ବାସ ଅର୍ଥ ହେଲା କଣ? ନା ଘର। ବାସ ଅର୍ଥ କଣ? ଘର। ତାପରେ ପିଲେ କଣ ଦେଲା? ନା ବାସ ଅର୍ଥ କଣ? ଘର। ମନୋହର, ମନୋହର ମାନେ ପିଲେ କଣ ହବ ଏଠି? ମନୋହର ମାନେ ଦେଖ କଣ ହବ? ନା ଗଛ, ସୁନ୍ଦର, ଉପବନ, ଶୋଭା। ତାହେଲେ ଏଠି ମନୋହର ମାନେ ଆମେ କଣ ଲେଖିବା? ନା ମନୋହର ମାନେ ସୁନ୍ଦର, ସୁନ୍ଦର। ତାପରେ ବଗିଚା, ବଗିଚା ମାନେ କଣ ହବ? ଉପବନ, ଉପବନ ହେଲା। ଆଉ କଣ ହବ? ତାପରେ ଦେଖ ପିଲେ କଣ ଦେଲା? ସିରି, ସିରି ମାନେ କଣ? ଶୋଭା, ସିରି ମାନେ ଶୋଭା। ରାଜେ ମାନେ କଣ ହବ? ବିରାଜେ, ବିରାଜେ। ଆଉ ତରୁ ମାନେ କଣ? ଗଛ। ଜାଣିପାରିଲ ନା? ବାସ ଅର୍ଥ ଘର, ମନୋହର ସୁନ୍ଦର, ବଗିଚା ମାନେ ଉପବନ, ସିରି ଅର୍ଥ ଶୋଭା, ରାଜେ ମାନେ ବିରାଜେ, ତରୁ ମାନେ ଗଛ। ତାପରେ ପାଠ୍ୟାଂଶରୁ ଯୋଡ଼ି ଶବ୍ଦ ବାଛି ଆମେ କଣ କରିବା? ନା ଲେଖିବା। କଣ ଲେଖିବା ଚାଲ? ସେ କଣ ଦେଲା? ନା ତରୁ, ତରୁ କଣ ହବ? ଲତା, ତରୁ ଲତା। ଭାତ ତିଅଣ, ପାଣି ପବନ ହେଲା। ଗଛ ପତର, ସୁଖ ଶିରିର ହେଲା। ତାପରେ 2 ନମ୍ବର ଦେଲା ଓଡ଼ିଶାର ଅଧିବାସୀକୁ ଓଡ଼ିଆ କୁହାଯାଏ। ସେହିପରି ଆମ ଦେଶର ରାଜ୍ୟର ଅଧିବାସୀକୁ କଣ କୁହାଯାଏ? ଆମେ ଚାଲ ଲେଖିବା ହେଲା। କଣ ହବ? ନା ଲେଖିବା। ଓଡ଼ିଶାର ଲୋକମାନଙ୍କୁ କଣ କହିଲେ? ଓଡ଼ିଆ। ବିହାରର ଲୋକମାନଙ୍କୁ କଣ କହିବା? ବିହାରୀ, ବିହାରୀ ହେଲା। କେରଳର ଲୋକମାନଙ୍କୁ କଣ କହିବା? କେରଳୀ, କେରଳୀ। ପଞ୍ଜାବର ଲୋକମାନଙ୍କୁ କଣ କହିବା? ନା ପଞ୍ଜାବୀ, ପଞ୍ଜାବର ଲୋକମାନଙ୍କୁ କଣ କହିବା? ପଞ୍ଜାବୀ। ଆସାମର ଲୋକମାନଙ୍କୁ କଣ କୁହାହବ? ଆସାମୀ, ଆସାମର ଲୋକମାନଙ୍କୁ କଣ କୁହାହବ? ଆସାମୀ। ସେପରି ମହାରାଷ୍ଟ୍ର ଲୋକମାନଙ୍କୁ କଣ କୁହାହବ? ମହାରାଷ୍ଟ୍ରୀୟ ବା ମରାଠୀ, ମରାଠୀ। ଗୁଜୁରାଟର ଲୋକମାନଙ୍କୁ କଣ କୁହାହବ? ଗୁଜୁରାଟୀ। ମନେ ରଖିବ ସବୁ। ଗୁଜୁରାଟର ଲୋକମାନଙ୍କୁ କଣ କୁହାହବ? ଗୁଜୁରାଟୀ। ପଶ୍ଚିମବଙ୍ଗର ଲୋକମାନଙ୍କୁ କୁହାହବ ବଙ୍ଗାଳୀ, ବଙ୍ଗାଳୀ। ତାହେଲେ ପିଲାମାନେ ଜାଣିଲ ବିହାରର ଲୋକମାନଙ୍କୁ ବିହାରୀ, କେରଳର କେରଳୀ, ପଞ୍ଜାବର ଲୋକମାନଙ୍କୁ ପଞ୍ଜାବୀ, ଆସାମର ଲୋକମାନଙ୍କୁ ଆସାମୀ, ମହାରାଷ୍ଟ୍ରର ଲୋକମାନଙ୍କୁ ମରାଠୀ, ଗୁଜୁରାଟର ଲୋକମାନଙ୍କୁ ଗୁଜୁରାଟୀ ଏବଂ ପଶ୍ଚିମବଙ୍ଗର ଲୋକମାନଙ୍କୁ କଣ? ନା ବଙ୍ଗାଳୀ ବୋଲି କୁହାଯିବ। ତାପରେ ଦେଲା ଦେଖ 3 ନମ୍ବର। 3 ନମ୍ବର କଣ ଦେଲା? ନା ନିମ୍ନଲିଖିତ ପଦ ଗୁଡ଼ିକର ଗଦ୍ୟ ରୂପ ଲେଖ। ଗଦ୍ୟ ରୂପ ଲେଖିବା। କଣ ଦେଲା ଗଦ୍ୟ ରୂପ ଲେଖିବା ପାଇଁ? ନା ଜନମ, ଜନମର କଣ ହବ? ଜନ୍ମ। ଲେଖିବି କଣ? ଜନ୍ମ ହେଲା। ତାପରେ ଏଇଠି କଣ ଦେଲା ପିଲେ ଦେଖ?
ଜଗତ ନାଥ କଣ ହବ ଜଗନ୍ନାଥ ଜଗନ୍ନାଥ। ତାପରେ ଆସିଲା ଜନ୍ମଭୂଇଁ ଜନ୍ମଭୂଇଁର କଣ ହବ ଜନ୍ମଭୂଇଁ ଭୂମି ହେଲା। କୋଣାର୍କ କଣ ହବ କୋଣାର୍କ କୋଣାର୍କ। ସେପରି ପତର କଣ ହବ ପତ୍ର କିରତି କଣ ହବ କୀର୍ତ୍ତି ହେଲା। ପିଲାମାନେ ଜନ୍ମର ଗଦ୍ୟ ରୂପ ଜନ୍ମ ଜଗତନାଥ ଜଗନ୍ନାଥ ଜନ୍ମଭୂମି ଜନ୍ମଭୂମି କୋଣାର୍କ କୋଣାର୍କ ପତର ପତ୍ର ଏବଂ କିରତିର କଣ ହବ କୀର୍ତ୍ତି। ତାପରେ କଣ ଦେଲା ଏଇଠି ଦେଖ ନା କବିତାରେ ବର୍ଣ୍ଣିତ ପଦକୁ ଆଧାର କରି ଡାହାଣ ପଟ ପାଖରୁ ଶବ୍ଦ ଖୋଜି ନୂତନ ଶବ୍ଦ ଖାଲି ଖାତାରେ ଲେଖିବା। ପାଣି ପବନ ପାଣି ପବନର କଣ ହବ ଶରୀର ଗଢା ହେଲା। ଏଇଟା ହବ ଆ ସାଙ୍ଗରେ ଶରୀର ଗଢା। ସେପରି ପାହାଡ ମାଳ ପାହାଡ ମାଳ କଣ ହବ ପାହାଡ ମାଳଟା ହବ ଗଡଜାତ ଗଡଜାତ। ବଡ ଦେଉଳେ କିଏ ଜଗତନାଥ। ଭାତ ତିଅଣ ଭାତ ତିଅଣଟା ଆମର କଣ ହବ ନା ପାଟି। ଚାଟଶାଳୀ କଣ ହବ ପାଠ ପଢା। ଏଇଠି ଆମେ ଲେଖିବା ତାହେଲେ କଣ ପାଣି ପବନ ଲେଖିବେ ଏଇଠି ପାଣି ପବନ କଣ ପାଣି ପବନର କଣ ହେଲା ନା ଶରୀର ଗଢା ଶରୀର ଗଢା। ସେହିପରି କଣ ହବ ତାପରେ ପାହାଡ ମାଳ ପାହାଡ ମାଳ ପାହାଡ ମାଳ କଣ ହବ ଗଡଜାତ ଗଡଜାତ। ତାପରେ ବଡ ଦେଉଳ ବଡ ଦେଉଳ ବଡ ଦେଉଳର କଣ ହବ ନା ଜଗତ ନାଥ ଜଗତ ନାଥ। ତାପରେ ଭାତ ତିଅଣ ଭାତ ତିଅଣ ଭାତ ତିଅଣ କଣ ହବ ନା ପାଟି। ତାପରେ ଲାଷ୍ଟଟା ଚାଟଶାଳୀ 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 କଣ ହବ ପାଠ ପଢା ମନେ ରହିଲା ପିଲାମାନେ। ତାପରେ ମନରୁ ସେ କଣ କହିଲା ନା ମନରୁ ପାଞ୍ଚଟି ପଦ ଲେଖ ଦୁଇଟି ଲେଖେ ସମାନତା ଶବ୍ଦ ଥିବ। କଣ ହବ ଯେପରି ଝରଝର ସରସର ସେପରି ଫରଫର ଫରଫର ଧରଧର ଧରଧର ଖରଖର ଖରଖର ଥରଥର ଥରଥର। ବୁଝିଲେ ନା ଏଗୁଡା ସବୁ କଣ କହିବା ଯୋଡା ଶବ୍ଦ ବୋଲି କହିବା। ତାପରେ ଦେଲା ଆସ ଚିନ୍ତା କରିବା ଓ ଲେଖିବା। ପଦ୍ୟର କଣ ବୁଝିଲ ତାହା ଲେଖ। ଏହି ଦେଶ କହିଲେ କୋଉ ଦେଶକୁ ବୁଝାଉଛି ତାହେଲେ ଆମେ ଲେଖିବା ଏହି ଦେଶ କହିଲେ ଆମ ପବିତ୍ର ଓଡିଶା ଭୂମି ରାଜ୍ୟକୁ ବୁଝାଉଛି। ଏହି ଦେଶ କହିଲେ କଣ ଆମ ପବିତ୍ର ଓଡିଶା ଭୂମିକୁ ବୁଝାଉଛି ଓଡିଶା ଭୂମିକୁ ବୁଝାଉଛି। ତାପରେ ଖ ନମ୍ବର ପାଠ ପଢା ଶିଖାଏ କେଉଁଠି ନା ପାଠ ପଢା କୋଉଠି ଶିଖାଏ ନା ବିଦ୍ୟାଳୟରୁ ପାଠ ପଢା ଶିଖାନ୍ତି। ଆମ ମାତୃଭୂମି ପାଠ ପଢାଟା ପାଠ ପଢା ଏଠି ହବ ଚାଟଶାଳୀ ବା ବିଦ୍ୟାଳୟରୁ ବା ଗୁରୁ ପାଠ ପଢା ଶିଖାନ୍ତି। ପାଠ ପଢା ଶିଖାଯାଏ କେଉଁଠି ପାଠ ପଢା ଶିଖାଯାଏ ଚାଟଶାଳୀରେ ଶିଖାଯାଏ ବା ବିଦ୍ୟାଳୟରେ ଶିଖାଯାଏ କୋଉଠି ବିଦ୍ୟାଳୟରେ। କିରତିମାଳା କହିଲେ କଣ ବୁଝ ପିଲେ କିରତିମାଳା କହିଲେ କିରତି ମାଳା କହିଲେ ଆମେ କଣ ବୁଝିବା ନା କିରତିମାଳା କହିଲେ ପୂର୍ବ ପୁରୁଷଙ୍କର କିରତିମାଳା କହିଲେ ପୂର୍ବ ପୁରୁଷଙ୍କ ଗୌରବ ଗାଥା ଗୌରବ ଗାଥାକୁ କୀର୍ତ୍ତି କି ପରମ ଗୌରବ ଗାଥାକୁ ବୁଝାଏ ଗୌରବ ଗାଥାକୁ ବୁଝାଏ। କାହାର ପାହାଡ ମାଳା ପାଚେରୀ ପରି ଦିଶେ ନା ଓଡିଶାର ଗଡଜାତର। ଆମେ ଲେଖିପାରିବା ଗଡ ଜାତର ପାହାଡ ମାଳା ପାଚେରୀ ପରି ଦିଶେ ପାଚେରୀ ପରି ଦିଶେ ହେଲା। ତାହେଲେ କଣ କହିଲା ଆମକୁ କାହାଡ ପାହାଡ ପାଚେରୀ ପରି ଦିଶେ ନା ଗଡଜାତର ପାହାଡ ମାଳା ପାଚେରୀ ପରି ଦିଶେ। ଦେଖ ସେ କହିଲା ଓଡିଶାର ମାନଚିତ୍ର ଅଙ୍କନ କରି ଏଥିରେ ମହାନଦୀ ଚିଲିକା ହ୍ରଦ ପୁରୀ କୋଣାର୍କ ଲିଙ୍ଗରାଜ ସବୁ ପ୍ରଭୃତି ଦର୍ଶେଇବ। ତ ଏମିତି ଚିତ୍ର କରିଦବ କରିଦେଇକି ଆମର କରିବ ଚିଲିକା ହ୍ରଦଟା କଣ ପୁରୀ ଖୋର୍ଦ୍ଧା ଏଠି ଦେଖ ପୁରୀ ଖୋର୍ଦ୍ଧା ଏବଂ ଗଞ୍ଜାମ ଜିଲ୍ଲା ପୁରୀ ଖୋର୍ଦ୍ଧା ଗଞ୍ଜାମ
ଏ ମଝିରେ ଏଠି ଚିଲିକା ହ୍ରଦ ଆମେ ଦେଖେଇ ପାରିବା ଚିଲିକା। ଠିକ୍ ସେହିପରି କ'ଣ ହବ କୋଣାର୍କ ପୁରୀ ଠାରୁ ସାମାନ୍ୟ ଉପରକୁ ଗଲେ ଉତ୍ତର ପୂର୍ବ ପୁରୀ ଆମେ ଯଦି ଉପରକୁ ଏମିତି ଯିବା ତାହେଲେ ଆମେ କ'ଣ ପାଇବା ନା କୋଣାର୍କ ପାଇଯିବା ହେଲା। ଆଉ ପୁରୀ ଜିଲ୍ଲାର ଠିକ୍ ତଳକୁ ତ ଆମର କ'ଣ ରହିଛି ନା ଯୋଉ ଆଉ ସମୁଦ୍ର ଉପକୂଳ ଜଗନ୍ନାଥ ମନ୍ଦିର ରହିଛି। ଏମିତି ଆମେ ନିଜ ଖାତାରେ ଚିତ୍ର କରିକି ମଧ୍ୟ ଦେଖେଇ ପାରିବା। ତାପରେ 3 ନମ୍ବର ଦେଲା ଦେଖ ପିଲେ କ'ଣ ନା 3 ନମ୍ବର ଦେଲା ଓଡ଼ିଶାର ନଦୀ ପାହାଡ଼ ହ୍ରଦ ସମ୍ପର୍କରେ ଛାତ୍ରମାନଙ୍କୁ ପରିଚିତ କରାଇବା। ତାହେଲେ ଦେଖ ଆମର ଓଡ଼ିଶାରେ ପାହାଡ଼ ପ୍ରଥମେ କୋଉଟା ପାହାଡ଼ ବା ପର୍ବତ? ଏଠି ମୁଁ ଲେଖିବି 3 ନମ୍ବର ଆନ୍ସର ନା ପାହାଡ଼। ପାହାଡ଼ ବା କ'ଣ କୁହାଯାଏ ପର୍ବତ। ତାହେଲେ ଓଡ଼ିଶାର ପାହାଡ଼ ପର୍ବତ କୋଉଗୁଡ଼ା? ଏଥିରୁ ଏଇ 3 ନମ୍ବରରୁ ବାଛି ଲେଖିବା ଦେଓମାଳି ହେଲା ଦେଓମାଳି ଦେଓମାଳି ଆଉ କ'ଣ ନା ମହେନ୍ଦ୍ରଗିରି ମହେନ୍ଦ୍ରଗିରି ମେଘାସନ ମେଘାସନ ଖଇରୀ ଖଇରୀ ମଳୟଗିରି ମଳୟଗିରି ଏବଂ ରାମଗିରି ହେଲା ରାମଗିରି ରାମଗିରି। ତାପରେ ଆସିଲା କ'ଣ ନଦୀ। ନଦୀରେ କ'ଣ ଆସିବ ପିଲେ? ଏପଟେ ମୁଁ ଲେଖି ଦେଉଛି ଦେଖ ନଦୀ। ନଦୀରେ କ'ଣ ହବ ନା ମହାନଦୀ 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 ଆଉ କ'ଣ ବୈତରଣୀ ବୈତରଣୀ ଋଷିକୂଲ୍ୟା ଋଷିକୂଲ୍ୟା ବ୍ରାହ୍ମଣୀ ବ୍ରାହ୍ମଣୀ ଆଉ କ'ଣ ସାବେରୀ ସାବେରୀ ବଂଶଧରା ବଂଶଧରା ହେଲା ଆଉ କ'ଣ ତେଲ ଚିତ୍ରୋତ୍ପଳା ଚିତ୍ରୋତ୍ପଳା ହେଲା ବୁଢ଼ା ବଳଙ୍ଗ ବୁଢ଼ା ବଳଙ୍ଗ ହେଲା। ତାପରେ ଆସିଲା ହ୍ରଦ। ହ୍ରଦରେ କ'ଣ ହେବ ପିଲେ? ହ୍ରଦରେ ମୁଁ ଲେଖିବି ଚିଲିକା ଆଉ ଗୋଟେ କ'ଣ ଅଂଶୁପା। ଅଂଶୁପାଟା ଆମର ମିଠା ଜଳ ମଧୁର ଜଳ କୁହାଯାଏ। ଅଂଶୁପା ଆଉ ଗୋଟେ କ'ଣ ଚିଲିକା। ଚିଲିକାଟା ଆମର କ'ଣ ଲୁଣି ହ୍ରଦ ଏଇଟା ମଧୁର ଜଳ। ଅଂଶୁପାଟା ମଧୁର ଜଳ ଏଇଟା ଆମର କ'ଣ ଲୁଣି ଜଳ। କୋଉଟା ଚିଲିକାର ଜଳଟା ଲୁଣିଆ। ଆମର 2ଟା ହ୍ରଦ ମୁଖ୍ୟ ରହିଲା ଚିଲିକା ଆଉ ଗୋଟେ କ'ଣ ଅଂଶୁପା। ତାପରେ ପିଲାମାନେ ଦେଲା ଦେଖ କ'ଣ ନା ପଠିତ କବିତା ମଧ୍ୟରୁ 5ଟି ଯୁଗ୍ମ ଶବ୍ଦ ଲେଖ। ଯେପରି ଗଛ ପତର ସେପରି ଆଉ କ'ଣ ହବ ଆମେ ଲେଖିପାରିବା ଗଛ ପତର ମୁଁ ଲେଖିବି ଭାତ ତିଅଣ ଭାତ ତିଅଣ ଆଉ କ'ଣ ହବ ସୁଖ ଦୁଃଖ ସୁଖ ଦୁଃଖ ଭଲ ମନ୍ଦ ଭଲ ମନ୍ଦ ଗଛ ପତର ଭାତ ତିଅଣ ସୁଖ ଦୁଃଖ ଭଲ ମନ୍ଦ। ଆଉ କବିତାରୁ ଖୋଜିଲେ କ'ଣ ମିଳିବ ନା ରହିଲା ଏଇ ଯୋଉ ଓଡ଼ିଶାର ଦିନ ଦିନ ଶେଷ ପାଣି ପବନ ପାଣି ପବନ ଆଉ କ'ଣ ହବ ଟଳମଳ ଟଳମଳ ଭାତ ତିଅଣ ଭାତ ତିଅଣ। ବୁଝିପାରିଲ ପିଲେ? ଏଗୁଡ଼ାକୁ ସବୁ କ'ଣ କହିବା ଯୁଗ୍ମ ଶବ୍ଦ କହିବା। ତାପରେ ଦେଲା ବାମ ଚିତ୍ରକୁ ଦେଖି ଡାହାଣ କୋଠରୀରେ ଚିତ୍ରଟିକୁ ପୁରା କରି ରଙ୍ଗ ଦିଅ। ଏଟାକୁ ଦେଖିବ ଏମିତି କ'ଣ କରିବ ଆକୁ ଏଇ ଚିତ୍ରଟାକୁ ଏଇଠି କରିବ ତାପରେ ଏଟାକୁ କଲର କରିବ। ଏଟା ତମ ପାଇଁ ହୋମୱାର୍କ ରହିଲା। ଧନ୍ୟବାଦ। ଆଉ ଚ୍ୟାନେଲକୁ କ'ଣ କରିବ ଯଦି ଭଲ ଲାଗିଲା ତାହେଲେ ଲାଇକ୍ ସବସ୍କ୍ରାଇବ କରିକି ସାଙ୍ଗମାନଙ୍କ ପାଖକୁ ସେୟାର କରିବ। ଧନ୍ୟବାଦ।